ମାହାଙ୍ଗା ବ୍ଲକ ଲଳିତଗିରି ଗ୍ରାମରୁ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ କେଶଯାତ୍ରା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। କିମ୍ବଦନ୍ତୀ କୁହେ ମହାନ ସିଦ୍ଧସାଧକ ସନ୍ଥ ଅରକ୍ଷିତ ଦାସଙ୍କୁ ଜହ୍ନ ମହାରଣା ନାମରେ ଜଣେ ବୃଦ୍ଧା ଅତ୍ୟନ୍ତ ସ୍ନେହ ଏବଂ ଭକ୍ତି କରୁଥିଲେ। ଜହ୍ନ ମହାରଣା ଦିନେ ସନ୍ଥ ଅରକ୍ଷିତ ଦାସଙ୍କ କେଶ କୁଣ୍ଡାଇବା ସମୟରେ ଗୋଟିଏ କେଶ ଝଡ଼ି ପଡ଼ିଥିଲା। ଆଉ ସେହି କେଶକୁ ମହାପୁରୁଷ ସନ୍ଥ ଅରକ୍ଷିତ ଜହ୍ନ ମହାରଣାଙ୍କୁ ପ୍ରଦାନ କରିଥିଲେ। ଜହ୍ନ ମହାରଣା ସେହି କେଶକୁ ଅତି ଯତ୍ନର ସହିତ ରଖିଥିଲେ ଏକ ଫରୁଆରେ। ସବୁଠାରୁ ବଡ଼ ଅଲୌକିକ କଥା ହେଉଛି ସେହି କେଶ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜହ୍ନ ମହାରଣା ନାହାନ୍ତି, ହେଲେ ତାଙ୍କର ଦାୟଦମାନେ ଅଛନ୍ତି ଏବଂ ଏହି କେଶକୁ ପୂଜା କରୁଛନ୍ତି। ପବିତ୍ର ଷଟତିଲା ଏକାଦଶୀ ଦିନ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ମହାସମାଧି ଦିବସର ପୂର୍ବ ଦିନ ତଥା ଦଶମୀ ଦିନ ଏହି କେଶ ଲଳିତଗିରି ଗ୍ରାମରୁ ବାହାରିଥାଏ। ଲଳିତଗିରି ଗ୍ରାମର ପ୍ରତ୍ୟେକ ଘର ଆଗରେ ଝୋଟି ମୁରୁଜ ପଡ଼ିଥାଏ। ଘଣ୍ଟ ଘଣ୍ଟା ଖୋଳ କରତାଳ ସାଙ୍ଗକୁ ଭଜନ, ଗୋଟିପୁଅ ନୃତ୍ୟ, ସମ୍ବଲପୁରୀ ସିଂହବାଜା ଏବଂ ଲଉଡ଼ି ଖେଳରେ ଲଳିତଗିରି ଗ୍ରାମ ହୋଇଥାଏ ଉତ୍ସବ ମୁଖର। ଗ୍ରାମ ତଥା ଗ୍ରାମ ବାହାରୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଧାଇଁ ଆସିଥାନ୍ତି କେଶଯାତ୍ରାକୁ ଟିକିଏ ଆଶିଷ ଭିକ୍ଷା କରିବାକୁ। କିଛି ମାନସିକ ଧରି ମଧ୍ୟ ନିଜର ମାନସିକ ପୂରଣ ପାଇଁ କେଶ ଦର୍ଶନ କରିଥାନ୍ତି। ତେବେ ଏହି କେଶଯାତ୍ରାରେ ଲଳିତଗିରି ଗ୍ରାମର ଗ୍ରାମବାସୀ କ୍ଷୀରଦେବ କଣ କହିବେ ଆଜି ପବିତ୍ର କେଶଯାତ୍ରା? এই যে কেশর পরম্পরা রয়েছে, প্রথমে কিয়ে রকিলে কোটি উৎপত্তি হল আজ কেতম হচ্ছে? কেশর রকিলে আর্তমাণক স্ত্রী অম্বি মহারଣା, সে আমরি বংশধর। ଆମର କୁହାଯାଉଛି ଯେ ଜହ୍ନ ମହାରଣାଙ୍କ ପାଖରେ ଥିଲା କେଶ। ଜହ୍ନ ମହାରଣା ହେଉଛନ୍ତି ଅମ୍ବି ମହାରଣାଙ୍କର ନାତୁଣୀ ପୁଅ, ଆପଣଙ୍କ ବଂଶଧର। ଆମରି ବଂଶଧର। ମହାପ୍ରଭୁଙ୍କର କେଶ ଆପଣଙ୍କ ଘରେ ଅଛି, କେମିତି ଲାଗୁଛି? ବହୁତ ଭଲ ଲାଗେ, ତାଙ୍କ ଆଶୀର୍ବାଦ। ତ ମହାପ୍ରଭୁଙ୍କର କେଶ କେତେ ଦିନ ଆପଣମାନେ ଏଠି ରଖନ୍ତି? ଏଠି 3 ଦିନ ରହେ। 3 ଦିନ ପରେ ପୁଣି ଘରକୁ ନେଇଯାଉ। କ'ଣ କହିବେ ଏ କେଶ ପରମ୍ପରା କେବେଠୁ ହେଲାଣି ମେଳାରେ? 25 ବର୍ଷ ହବ। 25 ବର୍ଷ ହବ ଏ ପରମ୍ପରା ଚାଲିଛି। ତ କେମିତି କ'ଣ କେଉଁ ଆଡ଼ମ୍ବରରେ କ'ଣ କେମିତି ନେଇକି ଆସୁଛନ୍ତି? ଗ୍ରାମବାସୀଙ୍କ ସହାନୁଭୂତିରେ ସହଯୋଗରେ ହୁଏ। ଆଉ ଅଶୋକ କୁମାର ସିଂ, ଲଳିତଗିରି, ମାହାଙ୍ଗା ଜିଲ୍ଲା, କଟକ। କ'ଣ କହିବେ ଆଜି ପବିତ୍ର କେଶ ଯାତ୍ରା ହେଉଛି, ଏ ପୁଣି ଆପଣଙ୍କ ଲଳିତଗିରିରୁ ଆରମ୍ଭ ହେଉଛି, ଆକୁ ନେଇ କ'ଣ କହିବେ? ଏ ଲଳିତଗିରିରେ କେଶଯାତ୍ରା ନୁହେଁ, ଯେଉଁ ଜିନିଷ ଆଜି ଲୁଚି ରହିଛି ତାହା ଲୋକଲୋଚନକୁ ଆଜି ଆସିପାରିଛି। ନିର୍ଜୀବ ଆଜି ସଜୀବରେ ପରିଣତ ହୋଇଛି। ଯଦି ଗୋଟେ ମା ତା ଶିଶୁକୁ ଜନ୍ମ ଦିଏ, ତା ପିଲାଟିକୁ ଜନ୍ମ ଦିଏ, ତାକୁ କ୍ଷୀର ବିଭିନ୍ନ ପ୍ରକାର ଜିନିଷ ଦେଇ ତାକୁ ଲାଳନ ପାଳନ କରେ, କିନ୍ତୁ ଆଜି ହରିଦାସ ମହାପୁରୁଷଙ୍କର କେଶ, ହରିଦାସ ମହାପୁରୁଷଙ୍କୁ ତାକୁ ହିନ୍ଦୁ ଧର୍ମରେ, ସନାତନ ଧର୍ମରେ, ତା ଓଡ଼ିଆରେ ଆମେ କହୁଛେ ବାଳ, ସେ ଆଜି ଗୋଟିଏ ବଲ୍ ସଦୃଶ୍ୟ ହେଲାଣି, ତା ଗୋଟେ ପେଣ୍ଡୁଳା ସଦୃଶ୍ୟ ହେଲାଣି। ଏବଂ ତ ଖାଲି ଗୋଟେ ସଦୃଶ୍ୟ ନୁହେଁ, ତା ଦେହରୁ ଯେମିତି ଆମର ଧାନ ରହିଲେ କି ନହେଲେ ଯେକୌଣସି ଗୋଟେ କଦଳୀ ଗଛ ପୋତିଲେ ଯେମିତି ପିଲ ଦିଏ, ଆଜି ସେଇ କେଶର ଆଜି ଶହ ଶହ ପିଲ ବି ମଧ୍ୟ ଦେଇଛି। ମୁଁ ନିଜେ ପ୍ରତିଦିନ ସକାଳୁ ଗୋବରୀ ନଦୀ ବା ଗଙ୍ଗା ନଦୀରେ ମହାସ୍ନାନ କରି ମୁଁ ପ୍ରତିଦିନ କେଶ ଦର୍ଶନ କରେ। ଆଜି ସେ କେଶ ହେଇକି ନାହିଁ। ଆଜି ମୁଁ ଅନୁରୋଧ କରିବି ମିଡ଼ିଆ ଭାଇମାନଙ୍କୁ, ଯେ କେଶ ନିର୍ଜୀବରୁ ଆଜି ସଜୀବରେ ପରିଣତ ହୋଇଛି। ତେଣୁକରି ଏଇଟା ବିଶ୍ୱ ଦରବାରରେ ପ୍ରସାର ପାଇଁ ମୁଁ ତାକୁ ଅନୁରୋଧ କରୁଛି। ଗୋଟେ ଅବିଶ୍ୱସନୀୟ କଥା ଯେ ଆମ ଶରୀରରୁ ଗୋଟେ କେଶଟି ଛିଡ଼ିଲେ ସେ ଆଉ ବଢ଼ୁନି, ନଷ୍ଟ ହୋଇଯାଉଛି, କି ସିଏ କେଉଁଠି ବି ହଜିଯାଉଛି, ତାର ବି ହିସାବ ରହୁନି। ହରିଦାସ ମହାପୁରୁଷଙ୍କର କେଶ ନୁହେଁ, ସେ ହେଉଛି ତାଙ୍କ ଶରୀରର ଗୋଟେ ଅଂଶ ବିଶେଷ। ସେ ଆଜି ତାଙ୍କର ପରିଚୟ ପ୍ରଦାନ କରୁଛି। ସେ ହରିଦାସ ବ୍ରହ୍ମାଣ୍ଡର ଠାକୁର ଆଜି ପ୍ରମାଣିତ ହେବାକୁ ଯାଉଛନ୍ତି। ମୁଁ କ'ଣ କହିବି, ମହାମା ମୁନି ଋଷିମାନେ ଅଛନ୍ତି, ସାଧୁ ସନ୍ଥମାନେ ଅଛନ୍ତି, ସେ ବିଷୟରେ ସେ ଅଧିକା କହିବେ। ମୁଁ ଏତିକି କହି ମାହାଙ୍ଗାରୁ ଅକ୍ଷର ଆଳଙ୍କ ରିପୋର୍ଟ, ନା ଓଡ଼ିଶା ନ୍ୟୁଜ୍। लेटेस्ट न्यूज अपडेट पाई www.nowodisha.com को लॉगिन करंतु।